বুঝতে পারো না? বুঝতে পারো না এরকম? নিয়ম আপনি কি করেন? ইংলিশে ক্লাস? হুম? ଆଜ୍ଞା ସାର୍ ଶୁଭା ଯାଉଛି। শেয়ার করলি না? ବୁଝିଲ? ଆଜ୍ଞା ସାର୍। ସେ ଗ୍ରୁପ ଟା ବାହାର କରିଦିଅ ଟିକେ। ବୁଝିଲ? yoga chapter କଣ? yoga word ଟା କୋଉଠୁ ଆସିଛି? ଜାଣିନୁ? ୟୁନିୟନ ବା ଜଏନ୍। ଆଇଡିଆ କେବେ ହେଇଥିଲା? ଆଇଡିଆ ଫୁଲ୍ ଫର୍ମ କଣ? IDY ର ଫୁଲ୍ ଫର୍ମ କଣ? ମୁଁ ସର୍ଚ୍ଚ କରି କୁହ। ଶୁଭୁଛି ନା ଠିକ୍ ସେ? ଏବେ ଶୁଭିଲା? IDY ର ଫୁଲ୍ ଫର୍ମ ହଉଛି କେବେ ହେଇଥିଲା? ସରି କୁହ। yoga day বা international day of yoga IDY କେବେ ହେଇଥିଲା? क्वेश्चन ସେଟା ଗୋଟେ। ସର୍ଚ୍ଚ କରି କୁହ। 1978।
ଓ ମସିହା କଥା ଇଏ 2015 2014 ୟୁଏନ୍ ଆସେମ୍ବଲି ଦେଇଥିଲୁ 2015 ୱାର୍ଲଡ ୱାଇଡ ସେଟା କଣ ହେଇଥିଲା। ମୋତେ ଗୋଟେ କ୍ୱେଶ୍ଚନ ଦେଖ ୟୋଗା ମାନେ ହଉଛି କଣ ୟୁନିୟନ ହେଲା। ତ ୟୁନିୟନ ମାନେ କଣ ମାନେ ଜଏନ କରିବା କାହାକୁ ଜଏନ କରିବ କାହା ଦେହରେ ବା ଆମ ଆତ୍ମାକୁ ହୁଁ, ଆମ ଆତ୍ମାକୁ ପରମାତ୍ମା ସହିତ ଜଏନ କରିବା ୟୁନିୟନ କରିବା ଆତ୍ମା ହଉଛି ୟୋଗା ହେଲା କି? ମୁଖ୍ୟ ଲକ୍ଷ୍ୟ ହଉଛି ଏଇଟା। ତ ଏହି ପ୍ରୋସେସରେ କଣ ଅଛି ନା କିଛି ନା ଗୋଟେ ଯେମିତି ତମେ ଜନ୍ମ ହେଲ ସାଙ୍ଗେ ସାଙ୍ଗେ ଆସି କଣ ହଉଛି କ୍ଲାସ 10 ପଢିଲ କି କ୍ଲାସ 1 ପାଠ ପଢିଲ ମୂଳ ଶିଖିଲ ତାପରେ ଧୀରେ ଧୀରେ ଆଗକୁ ଗଲ। ତ ସେମିତି ଯେତେବେଳେ ଆମେ ନିଜ ଆତ୍ମାକୁ ପରମାତ୍ମା ସହିତ ଯେତେବେଳେ ଆମେ କନେକ୍ଟ କରୁଛନ୍ତି ଏଇଟା ଗୋଟେ ଲଙ୍ଗ ପ୍ରୋସେସ। ତ ଲଙ୍ଗ ପ୍ରୋସେସକୁ କୋଉ ୱେରେ ଆମେ ସକ୍ସେସ ହେଇପାରିବା ବା ଆମେ କନେକ୍ଟ ହେଇପାରିବା ସେଇ ପ୍ରୋସେସର ନାଁ ହଉଛି କଣ ଅଷ୍ଟାଙ୍ଗ ୟୋଗା। ତା ଦେହରେ କଣ ହଉଛି 8ଟା ଏଲିମେଣ୍ଟ ରହୁଛି ଅଷ୍ଟାଙ୍ଗ ୟୋଗା ଭିତରେ ଯିବା ପ୍ରୋସେସ ରହୁଛି ଆମେ ଡିଭାଇନ ପାୱାର ସହିତ କନେକ୍ଟ ହବା। এটা ହଉଛି କଣ ନା ଲକ୍ଷ୍ୟଟା ବା ଏମଟା। ତାପରେ କଣ ଇମ୍ପୋର୍ଟାନ୍ସ କଣ ଯାଉଛି ବହୁତ ସାରା ଜିନିଷ ଇମ୍ପୋର୍ଟାନ୍ସ ଯିବ ଯେମିତି ଫିଜିକାଲ ଡେଭଲପମେଣ୍ଟ ହେଲା କି କନସେନ୍ଟ୍ରେସନ ପାୱାର ଇମ୍ପ୍ରୁଭ ଆୱାର ପୋସ୍ଚର ତା ସହିତ ମେମୋରି ପାୱାର ଇମ୍ପ୍ରୁଭ ହେଲା କି ଆମର ଯୋଉ ରହିଲା ଡିଜିଜ କିଓର ରହିଲା ଇଣ୍ଟରନାଲ ବଡିର ଅର୍ଗାନ ସବୁ ଯୋଉ ଟକ୍ସିନ ଜିନିଷ ଗୁଡାକ ଆସୁଛି ତାକୁ ଇଏ କରିବା ବାହାର କରିବା ଟ୍ରିଟ କରିବା କିମ୍ବା ଆଉ କିଛି ରହିଲା କଣ ନା ନିଜର ଯୋଉ ଦୈନନ୍ଦିନ କାମର ଯୋଉ ଏନର୍ଜି ରିକ୍ୱାରମେଣ୍ଟ ହଉଛି ତାକୁ ଗୋଟେ ଚ୍ୟାନେଲାଇଜ କରିବା ତା ସହିତ ନିଜର ଯୋଉ ନେଗେଟିଭ ଥିଙ୍କିଙ୍ଗ ଅଛି ସବୁ ଇମ୍ପୋର୍ଟାଣ୍ଟ କଥା କହୁଛି ଯୋଉ ନେଗେଟିଭ ଥିଙ୍କିଙ୍ଗ ଆମ ମନ ଭିତରେ ଆସୁଛି ତାକୁ ଆଭଏଡ କରିବା ଏବଂ ପଜିଟିଭ ହଉଛି ଥିଙ୍କିଙ୍ଗରେ ଆମେ ଚାଲିବା ତା ସହିତ ସ୍ପିରିଚୁଆଲ ଗୋଟେ ଏନର୍ଜି କ୍ରିଏଟ ହବ ତା ସହିତ ଆମେ ବହୁତ ସାରା ଜିନିଷ ଯୋଉଟା ସମାଜର କଲ୍ୟାଣ ପାଇଁ କାମ କରିବୁ ଇଏ ସବୁ ଜାଗାରେ ଗୋଟେ ଜିନିଷ। ତ ଅଷ୍ଟାଙ୍ଗ ୟୋଗା ପ୍ରୋସେସରେ 8ଟା ନିୟମ ଆସେ ତା ଦେହରେ କଣ କଣ ନା ଗୋଟେ ହଉଛି ଫାଷ୍ଟ ହଉଛି ଏଲିମେଣ୍ଟ ବା କହୁଛନ୍ତି ଯୋଉଟା ଫାଷ୍ଟ ହଉଛି ୟମ ନିୟମ ଆଉ କଣ ଆସନ ପ୍ରାଣାୟାମ ଆଉ ଭୁଲ ଭାଲ କରିବେନି। Yes. ଏଇ 8ଟା ରହିଲା ୟମରେ କଣ ରହୁଛି ଯାହା ସୋସିଆଲ ଡିସିପ୍ଲିନ ହେଲା କଣ ନା ସୋସିଆଲ ଡିସିପ୍ଲିନ ଯାହା ଆମର ବାହାରେ ଯେତେବେଳେ ଆମେ ଶାନ୍ତ ମନରେ ଥାଆନ୍ତି ସେତେବେଳେ ଆମେ ସବୁ କିଛି ଆମ ଲାଇଫ ବନେଇକି ଦେଖିଥାଉ ନାଇଁ ତାର ତ କିଛି କୁଆଡେ ପ୍ରୋବ୍ଲେମ ନାହିଁ ଭଲରେ କରୁଥାଏ ଯଦି କିଛି ପ୍ରୋବ୍ଲେମ ଆସିଲା ଭଲରେ କରୁଥିବା ଲାଇଫ ଟା ବିଗିଡିଯାଏ। ତ କେବେ ଯଦି ଆମେ ଏଇ ୟୋଗା ଚାପ୍ଟରକୁ ୟୋଗାକୁ ଆସିବା ଯଦି ଆମକୁ ଶାନ୍ତ ରହିବାକୁ ପଡିବ ତାପରେ ସୋସିଆଲ ଡିସିପ୍ଲିନରେ ରହିବାକୁ ପଡିବ ଯେ ସୋସାଇଟି ଥ୍ରୁରୁ କିଛି ପ୍ରୋବ୍ଲେମ ଆସିଲା ତା ଆମେ ଯେତେ ଚାହିଁଲେ ବି ଶାନ୍ତ ହେଇପାରିବେ ହେଇପାରିବାନି। ତ ୟମ କଣ କହୁଛି ନା ନନ୍ ଭାଇଲେନ୍ସ କାହାକୁ କିଛି ହଉଛି ତମର ଆକ୍ସନ ଦ୍ଵାରା ହଉ କି କିଛି କହିକି କି କିଛି ତମେ ସୋ ଅପ୍ କରିକି ଯେମିତି ଦେଖିନା ନା ଜଣେ ଜଣେ ହଉଛି କଣେଇକି ଅନେଇବେ ତମକୁ ମାନେ ହଉଛି ରାଗିକି ଅନେଇବେ ଆକ୍ସନ ହେଲା କିମ୍ବା କାହାକୁ କହିକି ଏପଟ ସେପଟ କହିକି କିମ୍ବା
କାହାକୁ ଫିଜିକାଲି କି ମେଣ୍ଟାଲି କିଛି ସେମିତିକା ହଉଛି ଖରାପ କହିକି କହିବା ଦ୍ୱାରା କଣ ହଉଛି ନା ଭାଇଲେନ୍ସ କ୍ରିଏଟ ହଉଛି, ଯୋଉଦ୍ୱାରା ସେ ଅନ୍ୟ ଜଣ ବି ଅଶାନ୍ତ ହବ, ତାକୁ ନିଜେ ବି ଅଶାନ୍ତ ହବ। ତାପରେ କଣ ସବୁବେଳେ ସତ୍ୟ କହିବ, ସତ୍ୟ କହିବ, ଯଦି ମିଛ ମିଛ କହିଲ ତାହେଲେ କଣ ନିଜେ ଅଶାନ୍ତି ଫିଲ୍ କରିବ। ଆଉ ରହିଲା କଣ, ଯୋଉ ଆମର ରହୁଛି ବ୍ରହ୍ମଚର୍ୟ ରହୁଛି, ଆଉ ଗୋଟେ ରହୁଛି କଣ ନା ଯାହା ସେନ୍ସୁଆଲ ପ୍ଲେଜର ରହୁଛି ତାକୁ ଉପରେ ରହିବ। ସେନ୍ସୁଆଲ ପ୍ଲେଜର କହିଲେ ପାଞ୍ଚଟା ସେନ୍ସ ଅର୍ଗାନ ରହୁଛି ଆମର, ଯେତେବେଳେ ତମେ ଫିଲ୍ମ ଦେଖ, ମୁଁ ଫିଲ୍ମ ଦେଖ କିଛି ତେଣୁ ଭଲ ମୁଭିଟେ ତମେ ଦେଖିଲ, ଯାହା କଣ ହୁଏ ତମେ ସେ ମୁଭିଟା ଦେଖୁ, ତାପରେ କଣ କଣ ସବୁ ଚାଲିଛି ମାନେ ଟିକେ ପାଟିଲେ ବି ତମେ ଶୁଣୁନଥିବ। ହୁଁ। ଘରେ କଣ ହଉଥିବ, ଝାଳ ବହୁଥିବ, ଫ୍ୟାନ ପଳେଇଲା, କି କିଛି ଏତେ ମ୍ୟାଟର କରେ କି ତମର, ସେ ସେଣ୍ଟ୍ରାଲ ଅର୍ଗାନ କିଛି ମ୍ୟାଟର କରେ କରେ। ସିଏ କହୁଛି ୟମଟା କଣ ସୋସିଆଲ ଡିସିପ୍ଲିନ ଯାଉଛି, ଆମେ ସୋସାଇଟିରେ ଯାହା ସବୁ ଡିସିପ୍ଲିନ ଅଛି ତାକୁ ପ୍ରଥମେ ମାନିବାକୁ ପଡିବ, ମାନିଲେ ଯାଇକି ଆମେ ନେକ୍ସଟ ଷ୍ଟେପକୁ ଯାଇପାରିବୁ। ତ ଏଇ ସବୁ ଜିନିଷ କଲେ ଯେତେ ଜାଗା କଲେ ବି ମନ ତ ଶାନ୍ତ ନଥିବ, କେମିତି ସେ ଜାଗା କଣ କରିବ, ବୁଝିଲେ ନା ନାଇଁ। ଯେମିତି ଆମେ ଷ୍ଟାର୍ଟିଂରୁ 1 2 ଶିଖୁଛନ୍ତି, ନମ୍ବର ଶିଖିଲୁ ତ ଯାଇ କାଲକୁଲେସନ କରିବୁ, ଏ ନମ୍ବର ହିଁ ଶିଖିପାରିବାନି, ଯେତେ କାଲକୁଲେସନ ବୁଝିଲେ କେମିତି ବୁଝିବ, ତ ବେସିକ ଜିନିଷ। ତ ତାପରେ ଆସିଲା କି ନିୟମ, ନିୟମ କହିଲେ କଣ ଇଣ୍ଡିଭିଜୁଆଲ ଡିସିପ୍ଲିନ, ତ ନିଜ ଇଣ୍ଡିଭିଜୁଆଲ ଡିସିପ୍ଲିନ ଭିତରେ ରହିବାକୁ ପଡିବ। ଏଇଟା କଣ ବାହାରକୁ କଣ ତମେ ହେଲେ ସୋସିଆଲ ଡିସିପ୍ଲିନ ଗଲା, ନିୟମରେ କଣ ରହିଲା, ନିୟମରେ ହଉଛି କ୍ଲିନନେସ ରହିଲା, ନିଜର କ୍ଲିନନେସ ବା ଶୌଚ ଯୋଉଟା କହୁଛନ୍ତି। ତାପରେ ତମେ କେମିତି ତମ ମାଇଣ୍ଡ ଟା ଖୁସି ରହିବ ସେଇଟା ତମ ଉପରେ ଡିପେଣ୍ଡ କରେ। ଆଉ ବହୁତ ସାରା ମ୍ୟାଟର ମାନେ ପ୍ରୋବ୍ଲେମ ଟା ଆସିବ, ପ୍ରୋବ୍ଲେମ ହ୍ୟାଣ୍ଡେଲ କରି ନିଜେ ଖୁସି ରହିବାଟା ତମ ଉପରେ ଡିପେଣ୍ଡ କରେ ନା। ତାପରେ କଣ ଆସିବ ନେକ୍ସଟ, ନେକ୍ସଟ ଆସିବ ସେଲ୍ଫ ଷ୍ଟଡି ରହିଲା, ରହିଲା ସରେଣ୍ଡର ଟୁ ଗଡ, ମାନେ ଠାକୁରଙ୍କ ପାଖରେ ସମର୍ପି ଦେବା, ଏସବୁ ଜିନିଷ ଆସିବ କେବଳ ନିୟମ ଭିତରେ ଯାଉଛି। ତାପରେ ନେକ୍ସଟ ଆସିଲା ଆସନ, ଆସନ କହିଲେ ଆମର କଣ ନା ଗୋଟେ ଯଦି ଆମେ କିଛି ଗୋଟେ କାମ କରିବା ଲଙ୍ଗ ପ୍ରୋସେସ ପାଇଁ, ତ କିଛିଟା ପର୍ଟିକୁଲାର ପୋସ୍ଚର ଦରକାର ଯେ ସେଇ କାମଟାକୁ ଲଙ୍ଗ ପିରିୟଡ ପାଇଁ କରିହବ। ଯେମିତି ଆମେ ଯେତେବେଳେ ଗୋଟେ ଜାଗାରେ କିଛି ଧର ମାଛ, ଧର ଆମ ଗୋଟେ କହିଛନ୍ତି ଆମ ହଉଛି ଭୋଜି ଭାତ ଟିକେ ଅଛି, ତମକୁ କୁହାଯାଇଛି ଯେ ହଉଛି ତମେ ଟିକେ ଜଗ ଲୋକଙ୍କୁ, ତ ତମେ କଣ ଚେୟାର ଟେ ପକେଇ ଦେଇକି ବସିକି ଜଗିବ, ଚେୟାର ଟା କାହିଁକି ପକେଇବ, କାରଣ ତମେ ବି ଜାଣିଛ ଏତେ ଟାଇମ ଏ ଜାଗାରେ ଛିଡା ହବାଟା କଷ୍ଟ ହବ। ତ ସେମିତି ଯେତେବେଳେ ଆମେ କିଛି ଗୋଟେ ମେଡିଟେସନ ପ୍ରୋସେସ କରୁଛନ୍ତି, କିଛି ଗୋଟେ ପର୍ଟିକୁଲାର ଆସନ ଦରକାର ନା, ଯଦି ସେ ଆସନ ନ ହବ ତ ଆମକୁ ବଡି ପେନ୍ କରିବ, ସେ ବଡି ପେନ୍ ହେଲା କିମ୍ବା ସେଟା ସୁବିଧା ମାନେ ଯୋଉ ଆମର ଗୋଲଟା ଥିଲା କଣ ଯେ ଆମେ ଧ୍ୟାନ କରିବା କିମ୍ବା ମେଡିଟେସନ କରିବା, ତ ଯଦି ବଡି ହିଁ ପେନ୍ ହବ ମେଡିଟେସନ ଆଡକୁ ହେଇପାରିବନି। ତ ଆସନ ଗୋଟେ ପର୍ଟିକୁଲାର ପୋସ୍ଚର ଆମେ ପ୍ରୋଭାଇଡ କରୁ, ଯାହାଦ୍ୱାରା କି ବସିକି ଆମେ କିଛି ଗୋଟେ ଆକ୍ସନ ପରଫର୍ମ କରିବା ପାଇଁ। ତାପରେ ନେକ୍ସଟ ଆସିବ ପ୍ରାଣାୟାମ, ପ୍ରାଣାୟାମରେ ସେ କଣ କହୁଛି ନା କଣ୍ଟ୍ରୋଲ ଆୱାର ବ୍ରେଥ, ବ୍ରିଥିଂ ଟାକୁ କଣ୍ଟ୍ରୋଲ କରିବା, କାହିଁକି ନା ସେଇଠି ଆମର ପ୍ରାଣ ରହୁଛି। ସେଥିରେ ମାନେ ଆୟୁର୍ବେଦ ହିସାବରେ ମୁଖ୍ୟ ଜିନିଷ ହଉଛି କଣ ଦିଟା, ହଉଛି ପ୍ରାଣ ଆଉ ଗୋଟେ ହଉଛି ଖାଦ୍ୟ। ପ୍ରାଣଟା କଣ ନା ବାୟୁ, ତ ସେଇଟାକୁ ଆମକୁ ଯାହା ବି ହେଲେ କଣ୍ଟ୍ରୋଲ କରିବାକୁ ପଡିବ। ଯଦି ଆମେ କୌଣସି ଜିନିଷର ମାଷ୍ଟର ହବାକୁ ଚାହିଁବା ତ ଆମକୁ ଏ ପ୍ରାଣବାୟୁକୁ କଣ୍ଟ୍ରୋଲ କରିବାକୁ ପଡିବ, ମାନେ ପ୍ରୋସେସକୁ ଠିକ କରିବାକୁ ପଡିବ। ସତ୍ୟାଜ ପ୍ରାଣାୟାମ ଭିତରେ କଣ ଯାଉଛି, ଯେମିତି ଅନୁଲୋମ ବିଲୋମ ହେଲା, ଶୀତକାରୀ ହେଲା, ଉଜ୍ଜୟନ ହେଲା, କପାଳଭାତି ହେଲା, ଏଇ ସବୁ ଦ୍ୱାରା ଆମେ ନିଜର ରେସ୍ପିରେଟୋରୀ କଣ୍ଟ୍ରୋଲ କରନ୍ତୁ ହେଲା। ତାପରେ ଆସିଲା କଣ ପ୍ରତ୍ୟାହାର, ପ୍ରତ୍ୟାହାର ଧାରଣା ଆଉ କଣ ଧ୍ୟାନ, ପ୍ରତ୍ୟାହାର ଧାରଣା ଆଉ ଧ୍ୟାନ, ଏ ତିନିଟା ହଉଛି କଣ ନା ମେଡିଟେସନ ଗୋଟେ ପ୍ରୋସେସ ହେଲା। କଣ ପ୍ରୋସେସ ନା ଯଦି ଆମେ ଦେଖିବା ମାନେ ଆକର୍ଡିଂ ଟୁ ପାତଞ୍ଜଳି, ଯୋଉଟା କି ଆମର ଫାଦର ଅଫ ୟୋଗା କୁହନ୍ତି, ମଡର୍ନ ୟୋଗା, ପତଞ୍ଜଳି ହେଲା। ଏଇଟା କଣ ହଉଛି ତମେ ଯୋଉ ଷ୍ଟେଜ କୁ ଆମର ଲାଷ୍ଟ ଷ୍ଟେଜ ଟା କଣ ସମାଧି, ୟୋଗାର ଲାଷ୍ଟ ସମାଧି ହେଲା। ତ ଏ ତିନିଟା ଷ୍ଟେଜ ଯୋଉ ରହିଲା,
ସେଇଟାକୁ ଆମେ କଣ ଆଚିଭ୍ କରିବା ପାଇଁ ଏ ତିନିଟା ଷ୍ଟେପ୍ ହୁଏ। ଯେମିତି ଏ ସବୁ କରିସାରିଲା ପରେ ଯୋଉ କନସେନ୍ଟ୍ରେସନର ଫାର୍ଷ୍ଟ ଷ୍ଟେଜଟା ହଉଛି ପ୍ରତ୍ୟାହାର। ମାନେ ପ୍ରତ୍ୟାହାର ହଉଛି ୱିଡ୍ରଲ୍ ଅଫ୍ ଦ ସେନ୍ସେସ୍। ମାନେ ଯାହା ଆମର ଏ ଯୋଉ ପାଞ୍ଚଟା ସେନ୍ସ ଅଛି ସେ ସବୁକୁ ଉପରେ ଉଠିକି ଆମେ ନିଜକୁ କନସେନଟ୍ରେଟ କରିବା ପାଇଁ ବା ଫୋକସ କରିବା ପାଇଁ ଲାଗିବ। ଏଇଟା ହଉଛି ପ୍ରତ୍ୟାହାର। ମାନେ ସେନ୍ସେସ୍ ଅର୍ଗାନ ମାନେ ଯାହା ବି କିଛି ବାହାରେ ହଉ କିମ୍ବା ନିଜ ହଉଛି ଯେତେବେଳେ ଆମେ କୌଣସି ଜିନିଷ କହିଲି ଦେଖୁଥାନ୍ତି ସେତେବେଳେ କିଛି ଜିନିଷ ଫିଲ୍ ହୁଏ ନା ଆମକୁ ଜିନିଷ କିଛି ଯଦି ଯେମିତି ଆମର କଣ ଆଖି ଗୋଟେ ସେନ୍ସ ଅର୍ଗାନ, ନାକ ଗୋଟେ ସେନ୍ସ ଅର୍ଗାନ, ଆମର ସ୍କିନ୍ ଗୋଟେ ସେନ୍ସ ଅର୍ଗାନ, ଜିଭ ଗୋଟେ ସେନ୍ସ ଅର୍ଗାନ, ସେ ସବୁ କଣ ତାଙ୍କର କାମ ଡିଫରେଣ୍ଟ ରହୁଛି। ତ ସେ ସବୁ ସେନ୍ସ ଅର୍ଗାନକୁ ଉପରକୁ ଉଠିକି ଆମେ କଣ କରିବା ନା ଯାହା ସବୁ ଏକ୍ସଟର୍ନାଲ ଅବଜେକ୍ଟ ଅଛି ତାକୁ ସବୁ ଉପରକୁ ଉଠି ରିପ୍ଲେସ କରିକି ଗୋଟେ କନସେନଟ୍ରେସନକୁ ଗତି କରିବା ହଉଛି ପ୍ରତ୍ୟାହାର। ମାନେ ସବୁ ଜାଗାକୁ ୱିଡ୍ର କରିକି ଫୋକସ କରିବା, ଟ୍ରାଏ କରିବା, ସବୁ ଛାଡିକି ଫୋକସ କରିବା ମାନେ ଟ୍ରାଏ କରିବା। ଫୋକସ ହବ ନ ହବ ସେଟା ଅଲଗା କଥା। ଆମେ ଟ୍ରାଏ କରିବା ଫୋକସ ମାନେ ପ୍ରତ୍ୟାହାର ମାନେ ହଁ ଆମେ ଗୋଟିଏ ଜିନିଷ ଉପରେ ଆମେ ଫୋକସ କରିବା। ତେବେ ଷ୍ଟାର୍ଟିଂରେ କଷ୍ଟ ହବ, ତାପରେ ଆସିଲା କଣ ଧାରଣା। ହେଲା, ଧାରଣା କଣ, ସରି ମୁଁ ଭୁଲ କହିଲି ଟିକେ। ପ୍ରତ୍ୟାହାର ହଉଛି ସବୁ ଜିନିଷକୁ ଆମେ ଛାଡିଦବା। ସବୁ ଜିନିଷକୁ ଯାହା ସେନ୍ସ ଅର୍ଗାନ ଅଛି ତାକୁ ସବୁ ଯାହା ହଁ ଇଚ୍ଛା ଯାହା ରିଅଲିଷ୍ଟିକ ଅନରିଅଲିଷ୍ଟିକ ଜିନିଷକୁ ତାକୁ ଛାଡିକି ଆମେ ଆଗକୁ ବଢିବା। ତାପରେ ଲାଷ୍ଟ ତିନିଟା ଷ୍ଟେପ ଆସିଲା ଧାରଣା, ଧ୍ୟାନ ଆଉ ସମାଧି। The last three limb of Ashtanga are the three essential stage of meditation. ମାନେ ମେଡିଟେସନ ରେ ତିନିଟା ହଉଛି ଏସେନ୍ସିଆଲ ଷ୍ଟେଜ। କଣ ହଉଛି ନା ଫାର୍ଷ୍ଟ ଷ୍ଟେପ ହଉଛି ଧାରଣା। ଧାରଣା କଣ ନା ଆଟେନସନ ବା କଣ୍ଟ୍ରୋଲ କରିବା। ହବା ନହବା ସେଟା ଅଲଗା କଥା। ଷ୍ଟାର୍ଟିଂ ଫେଜରେ ଆମେ କଣ ମେଡିଟେସନ କରିବା ପାଇଁ ଟ୍ରାଏ କରନ୍ତି, ବେଳେବେଳେ ହବ ବେଳେବେଳେ ହବନି, ବହୁତ ସାରା ଡିଷ୍ଟର୍ବାନ୍ସ ଆସିବ। ତ ସେଇଟା ହଉଛି ଧାରଣା। ତାପରେ ହେଲା କଣ ଧ୍ୟାନ। ଧ୍ୟାନ କହିଲେ କଣ ଧାରଣାର ନେକ୍ସଟ ଷ୍ଟେପଟା ହଉଛି ଧ୍ୟାନ। ଧ୍ୟାନ କହିଲେ ଧ୍ୟାନ ଇଜ ଦ ଷ୍ଟେଟ ଅଫ ମେଡିଟେସନ when the mind attains the state of concentration without getting distracted। ମାନେ ଏଠି କଣ ତମର ଧାରଣାରେ କଣ ତମେ ଡିଷ୍ଟ୍ରାକ୍ଟ ହେଇପାରିବ ମାନେ ହଉଥିବ ପ୍ରାୟ ଟାଇମରେ। ଏଠି କଣ ଧ୍ୟାନ ଅବସ୍ଥାରେ ଜଣେ ବସିଲା ମାନେ କଣ ସେମିତି ବିନା ଡିଷ୍ଟ୍ରାକ୍ଟରେ ବିନା ଡିଷ୍ଟ୍ରାକ୍ଟରେ କାମ ହେଲା। ତ ଧ୍ୟାନର ନେକ୍ସଟ ଷ୍ଟେପଟା ହଉଛି କଣ ସମାଧି। ମାନେ ନିଜ ଆତ୍ମାକୁ ତ ପରମାତ୍ମା ସହିତ ମିଶେଇବା, ଏଇଟା ହଉଛି ସମାଧି। ସମାଧି ମାନେ କଣ କମ୍ପ୍ଲିଟ ଡିଭୋସନ। ସମାଧି ଟୋଟାଲ absorption or ability to become one the true self and merge into the object of consciousness। ମାନେ ପର୍ଟିକୁଲାର ପୁରା ଲୀନ ହେଇଯିବା। ଏଇଟା ହଉଛି କଣ ଅଷ୍ଟାଙ୍ଗ କଣ ଆମର ଷ୍ଟାର୍ଟିଂ ହଉଛି ୟମରୁ ନେଇକି ସମାଧି ପର୍ଯ୍ୟନ୍ତ। ତ ମଡର୍ନ କନସେପ୍ଟରେ ଆମେ ଯଦି ଦେଖିବା ଆମର ଯୋଉ ଜିନିଷ ଦରକାର ଆମେ ସେଇ ଜିନିଷଟାକୁ ନବା। ଏଠି ବହୁତ ସାରା ଜିନିଷ ଅଛି ଯେମିତି ୟମରେ ଆମେ ଆମର ସୋସିଆଲ ଡିସିପ୍ଲିନଟାକୁ ସୋସିଆଲି ମ୍ୟାନେଜ କରିପାରିବା। ନିୟମରେ ଆମର ଇଣ୍ଡିଭିଜୁଆଲ କଣ ଖାଇବା କଣ ନାହିଁ କଣ ଦ୍ଵାରା କଣ ହଉଛି କେମିତି ଆମର ହେଲ୍ଥ ରହିବ, କ୍ଲିନନେସ କଣ ରହିବ ସେସବୁ କରିପାରିବା। ଆସନ ଦ୍ଵାରା ଆମର ବହୁତ ସାରା ପୋସ୍ଚର ରହିଲା, ଫିଜିକାଲ ଆପିୟରାନ୍ସ ଆମର ଡେଭଲପ ହବ ଆସନ କରିବା ଦ୍ଵାରା। ତା ସହିତ ଆମର ଯୋଉ ରହିଲା ପ୍ରାଣାୟାମ, ପ୍ରାଣାୟାମ ଦ୍ଵାରା ଇଣ୍ଟରନାଲ ଅର୍ଗାନ ଗୁଡାକ ହଉଛି ବେଟର ପରଫରମାନ୍ସ ଦେଇପାରିବେ। ତା ସହିତ ପ୍ରତ୍ୟାହାର ସେଇଟା କଣ ପ୍ରତ୍ୟାହାର ବହୁତ ସାରା ଯୋଉ ରିଅଲିଷ୍ଟିକ ଜିନିଷ ଗୁଡାକ ଅନରିଅଲିଷ୍ଟିକ ଜିନିଷ ଅଛି ସେଗୁଡାକ ସବୁ ଆମେ ବାଦ ଦେଇକି ଆମର ଯୋଉ ଜିନିଷ ଆକ୍ଚୁଆଲି ଆବଶ୍ୟକ ଜିନିଷ ଉପରେ ଫୋକସ କରିପାରିବା। ତାପରେ ଧାରଣା, ଧ୍ୟାନ, ଧାରଣା ଦ୍ଵାରା ଧ୍ୟାନ ଦ୍ଵାରା ଆମେ ଯେକୌଣସି ଜିନିଷକୁ ଭାବୁଛନ୍ତି ଆଚିଭ କରିବା ପାଇଁ ତା ଉପରେ ଫୋକସ କରିପାରିବା। ଯିଏ ଯାହା କରୁଛି ତାର କେତେ ଜଣ ବହି ଲେଖିବା ପାଇଁ ଚାହୁଁଛନ୍ତି, କିଏ ବହି ପଢିବା ପାଇଁ ଚାହୁଁଛନ୍ତି, କିଏ ସିଙ୍ଗର ହେବା ପାଇଁ ଚାହୁଁଛି, ଡ୍ୟାନ୍ସର ହେବା ପାଇଁ ଚାହୁଁଛି। ତ ଏସବୁ କଣ ତାଙ୍କ ପାଇଁ କନସେନଟ୍ରେସନ ଦରକାର ନା ନିହାତି ଯୋଉ ବି ସ୍କିଲ ଉପରେ ସେମାନେ ଯିବାକୁ ଚାହୁଁଛନ୍ତି। ବୁଝିଲା ନା ନାଇଁ? ତ ଏଇଟା ହଉଛି କଣ ଆଠଟା ଅଷ୍ଟାଙ୍ଗ ଏଗାର ବା ଆଠଟା ଷ୍ଟେପ ହଉଛି ଅଷ୍ଟାଙ୍ଗ ଏଗାର। ହେଲା।
ତାପରେ ଏଇ ଦେବତାର ଆସନ ଦେଇଛି ହେଲା ପଢିବୁନି ବୁକ୍ ଖେଳ ଦେଖ ଦେଖ ପଦ୍ମାସନ ଦେଇଛି ନେକ୍ସଟ ପେଜ ଦେଖିଲ ଦେଖ ତାର ବେନିଫିଟ ସବୁ କଣ ପଦ୍ମାସନ ଦେଇଛି ସୁଖାସନ ଦେଇଛି ବଜ୍ରାସନ ଦେଇଛି ତାର ସବୁ ବେନିଫିଟ ଏଇଠି ତମେ ତମର କାମ ହେଲା କଣ ଯା ସୂର୍ଯ୍ୟ ନମସ୍କାର ସୂର୍ଯ୍ୟ ନମସ୍କାର ଟାକୁ ଇଏ କରିବା ଦେଖିବା ସୂର୍ଯ୍ୟ ନମସ୍କାର କେତେଟା ଷ୍ଟେପ 10ଟା ଷ୍ଟେପ କେତେଟା ଷ୍ଟେପ ଆଉ କିଏ କହିପାରିବେ ଆଜ୍ଞା କୋଶ୍ଚିନ୍ ଗୋଟେ ହୁଁ ହାତର ଅର୍ଥ ମଡାମଣି ଦେଲା ବର୍ଷ ପତଞ୍ଜଳି ଅଷ୍ଟାଙ୍ଗ ଏଇଟା ଏଇ କ୍ଷେତ୍ରରେ କିଏ ଆଉ ଅଛି ସମସ୍ତେ ଅଛନ୍ତି ନା ପଳେଇଲେଣି କୁହ ସୂର୍ଯ୍ୟ ନମସ୍କାର ସୂର୍ଯ୍ୟ ନମସ୍କାର କେତେଟା ଷ୍ଟେପ ସୂର୍ଯ୍ୟ ନମସ୍କାର କେତେଟା ଷ୍ଟେପ କଣ କେତେଟା ହେଇଛି କେତେ ଷ୍ଟେପ ନା 12ଟା ଷ୍ଟେପ କେତେଟା ଆସନ ନା 10ଟା ଆସନ ଏ ଇମ୍ପୋର୍ଟାଣ୍ଟ ହୁଁ କେତେଟା ଷ୍ଟେପ ସୂର୍ଯ୍ୟ ନମସ୍କାର କେତେଟା ଷ୍ଟେପ ଏଇ ଦେଖୁନ ଦେଖୁନ କେତେଟା ହଁ କେତେ
ডাইনোসর স্টেপ 10টা আসন। একটা লিখিত মনে রেখে দাও। দেখো, এরা এরা step 1, 2, 3, 4, 5, 6, 7, 8, 9, 10, 11, 12. এই জায়গায় ঠিক আছে। পরের কোশ্চেনটা পড়বে আর দুই তিন ধরে পড়ি। ତାପରେ ଆଉ କିଛିଟା ଦେଖିବ ପ୍ରାଣାୟାମ ଦ୍ଵାରା କଣ ହେଲା ନା ଆମର ରେସ୍ପିରେଟୋରୀ ସିଷ୍ଟମ କଣ୍ଟ୍ରୋଲ ହେଲା। ତା ସହିତ କିଛିଟା ରହୁଛି ଆମର ସିଟିଂ ପୋସ୍ଚର ରହୁଛି ଆଉ ଷ୍ଟାଣ୍ଡିଂ ପୋସ୍ଚର ରହୁଛି ହେଲା। ଏଗୁଡା କଣ ଷ୍ଟାଣ୍ଡିଂ ପୋସ୍ଚର ଯୋଉ ସିଟିଂ ପୋସ୍ଚର ଗୋଟେ ଅଛି ପଦ୍ମାସନ ହେଲା, ବଜ୍ରାସନ ହେଲା, ସୁଖାସନ ହେଲା, ଦେଖୁଛ ନା ନାଇଁ? ଆରେ ଏଟାକୁ ପଢିଦବ ଟିକେ ଯେ କୋଉ କୋଉଠି ଷ୍ଟାଣ୍ଡିଂ ପୋସ୍ଚର କୋଉ କୋଉଟା ସିଟିଂ ପୋସ୍ଚର। ଏମିତି ମଧ୍ୟ ରିଲାକ୍ସ ପୋସ୍ଚର ରିଲାକ୍ସ କରିବା ପାଇଁ ମାନେ ୟୋଗାର ଫାଷ୍ଟ ରୁ ଆଉ ୟୋଗାର ଲାଷ୍ଟ ରେ କୋଉ ଆସନ କରାଯାଏ ନା ଶବାସନ ଲିଖି ଦେଖ। ଶବାସନ ଗୋଟେ ଥିବ ସେଟା କଣ ୟୋଗାର ଫାଷ୍ଟ ଆଉ ଲାଷ୍ଟ ରୁ କରାଯାଏ। ବଡିର ଯେହେତୁ ଆମେ ଗୋଟେ କଣ୍ଟିନ୍ୟୁ ଫେଜ ରେ ଥାଏ ବଡିକୁ ଆରାମ ଦେବା ପାଇଁ ସେ ଆସନ ଟାକୁ ଆମେ ପସନ୍ଦ କରୁ। ୱାର୍ମ ଅପ୍ ଟାଇପ ର। ଆଉ ତାର ବେନିଫିଟ ମାନେ ମୁଁ ଭାବୁଛି ଆସିବନି ହେଲା। ଶୁଦ୍ଧି କ୍ରିୟା ତାପରେ ମୁଁ ଭାବୁଛି ଆସିବନି ଦେଖିଲ ଟିକେ ସେ ବୁକ୍ ରେ କଣ ଆସୁଛି ଶୁଦ୍ଧି କ୍ରିୟା। ওইଠି ଯଦି ଆସୁଛି କି? ମୋଡର୍ନ ସିମୁଲେସନ କଣ ଆସୁଛି ଏଇ ତ କଣ୍ଟ୍ରିବ୍ୟୁସନ ଦେଖିଦେବା କଣ କହିଲ ହେଲା ଡିସ୍କସ କରିଦେବା। ହୁଁ ସେ ଯୋଉଟା ବି ହଉ ଟିକେ ଦେଖିଦବା ନା ଏଇଟା ତ ଯୋଗ ଆଜି ଚାପ୍ଟର ଟା ସରିବ ଆଉ କଣ କଣ କାମ ରହିଲା କହିଲ ଜାଗା ବୁଝିଲ କଣ ଅଷ୍ଟାଙ୍ଗ ଜାଗା ଜାଣିଲ ଇମ୍ପୋର୍ଟାନ୍ସ ଅଫ ୟୋଗା ଯାଇଛି ଏବେ ଇମ୍ପୋର୍ଟାନ୍ସ ଅଫ ୟୋଗା ଇନ ମଡର୍ନ ସିଭିଲାଇଜେସନ ଟା ପଢିବ ହେଲା। ଆଉ ରହିଲା ହଉଛି ସିଟିଂ ପୋସ୍ଚର ଷ୍ଟାଣ୍ଡିଂ ପୋସ୍ଚର ଯୋଉଟା ଆସନ କହୁଛନ୍ତି ସିଟିଂ ଆସନ କଣ ଷ୍ଟାଣ୍ଡିଂ ଆସନ କଣ ସେଟା କହିଦେବି ସୂର୍ଯ୍ୟ ନମସ୍କାର କହିଦେଲି ଆଉ କିଛି ତମେ କିଛି ଆସନ ଦେଖିଦେବ ହେଲା। ବଜ୍ରାସନ ହଳାସନ ତାଡ଼ାସନ ପଦ୍ମାସନ ସୁଖାସନ ଭୁଜଙ୍ଗାସନ ଏସବୁ ଟିକେ ଦେଖିଦବ। ସେଟା କଣ ଥିଲା ସେ ଯୋଉ କହିଲ
ଏ ଯୋଉ କଣ ଇମ୍ପୋର୍ଟାନ୍ସ ଅଫ୍ ଆଉଥରେ ଡାକିଲ ସେଟାକୁ ସେ ଯୋଉ ବହି ସିଲାବସରେ କଣ ଦେଇଛି? ଏ ଖାଲି ଗୋଟେ ଆସିବ ଥିଓରି ମୁଁ ଯାହା ଭାବୁଛି। ଏଟା କାହାର ନୋଟ ନୋଟ ଦରକାର ବା ନାଇଁ କି? ଏଇଟା ନୋଟ ଦେଇଦେଲେ ଚଳିବ ତ? କାହାକୁ ପଇସା ଦିଅନ୍ତି? ସତ ହିଁ ନାହାନ୍ତି। ମୁଁ ଲେଖିକି ଦଉଛି ଗୋଟେ ମିନିଟ୍। ଯେତିକି ଦେବି ଏବେ ବୁଝେଇଦେବି ଖାଲି ବୁଝିବ ଆଉ କିଛି ନାହିଁ ତାହେଲେ ବେଶୀ କିଛି ନାହିଁ। ହୁଁ ହୁଁ ହୁଁ। କୋଉ ଟାଇମରେ ପ୍ରାକ୍ଟିସ କରିବ କହିଲ? ହୁଁ ସକାଳେ ମାନେ ହଉଛି ଖାଲି ପେଟ କିମ୍ବା ହଉଛି ଲାଇଟ ଫୁଡ ନେଇକି କରିବ। ହୁଁ ସିଏ ତ ରହିଲା। ତାପରେ ଆମର ଗୋଟେ କୁହ କୁହ। ହୁଁ 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 ବୁଝିପାରିଲେ ନାଇଁ? ମୁଁ ବୁଝେଇଦେବି ନା ମାନେ ଯୋଉ ଟିମ୍ ୟାର ଥିବା ଦରକାର ରୁଲରେ ଏଇଗୁଡା ସବୁ ପଡିଯାଏ କୋଶ୍ଚେନ ମାନେ ଗୋଟେ କନଜେଷ୍ଟେଡ ପ୍ଲେସରେ ହେଲେ ବେନିଫିଟ ହବନି। କ୍ଲିନ ପ୍ଲେସ ଦରକାର ଖାଲି ଏଥିରେ ବସି ପାରିବନି କୌଣସି ଗୋଟେ ମ୍ୟାଟ ପକେଇକି ବସିବାର ଅଛି ହେଲା। ତାପରେ କଣ ଦେଲା? ହୁଁ କହିଲି। ହୁଁ ମୁଁ କଣ ଆଉଥରେ ଏଇଥରେ କହିଲି। ହଁ ମାନେ ଫ୍ରି ମୁଭମେଣ୍ଟ ହବ ମାନେ ବସ୍ତ୍ର ଟା ଯୋଉ ପିନ୍ଧିବ ହେଲା ହାଲକା ବସ୍ତ୍ର ଥିବା ଦରକାର ଲୁଜ ଥିବା ଦରକାର। ହଁ ହୁଁ ହୁଁ
ବୁଝିପାରୁଛ ନା ନାଇଁ ତମ ସବୁ? ତମ କୋଉଠି ଅଛି ସେ ଆମ ଗ୍ରୁପରେ ଦେଇଛି? ତେଣୁ ସମସ୍ତ ପ୍ରକାର ଅଛି ନା କଣ? ଅଛି ନା ସମସ୍ତ? ସାର୍ ନେଟୱାର୍କ ନାହିଁ, ଅଧା କ୍ଲାସ ବି ଶୁଭିଲାନି, ଏ ସତରେ ନେଟୱାର୍କ ନାହିଁ। ବର୍ତ୍ତମାନ ଟା ପଠେଇଛି। ଏ ଗ୍ରୁପରେ ମୁଁ ପଠେଇଛି, ତମେ ଛାଡିଦବ ଗ୍ରୁପରେ ହେଲା। କଣ କରିବି? ପିଲା ପଠେଇଛି। ପିଡିଏଫ ପଠେଇଛି। ନା ସେ କିଛି, ତମେ ଗଲା ପରେ କିଛି ଏତେ ହେଇନି। ସେଟା ତ ବୁଝେଇଛି। ଆଜ୍ଞା ଦେଖାଯାଉନି। ଫିଜିକାଲ ହେଲ୍ଥ ଆଣ୍ଡ ଫିଟନେସ ରେ କଣ ରହିଲା ନା, पोस्चर जो ଆମର holistic approach to health, posture, breathing exercise, pranayam and meditation, these practice promote flexibility, strength and balance. Therapeutic benefit ରହୁଛି, ଯେମିତି scientifically proven that help manage chronic disease such as hypertension, arthritis, asthma and even cancer। ଏସବୁ ଜିନିଷକୁ କଣ କରୁଛି, କ୍ଲିୟର କରିପାରିବ, yoga ଷ୍ଟ୍ରେସ୍ ଥିବା ରିଡକ୍ସନ କରିପାରିବ, ଯାହା ଆମକୁ ବଡି ଫିଟନେସ ପାଇଁ ଯାହା ଯାହା ଦରକାର, ଫିଟନେସ ଆମେ ଫିଟ ରହିବା ପାଇଁ ହେଲ୍ପ କରିପାରିବ। ଏସବୁ କଣ ହେଲା, ଫିଜିକାଲ ହେଲ୍ଥ ବେନିଫିଟ ର ଜିନିଷ। yoga mental health and well-being ର mindfulness, mental clarity, mental health issue ର ଯାହା ସବୁ ରହୁଛି ସେ ସବୁକୁ ଠିକ କରିବ। ୱାର୍କ ଲାଇଫ ବାଲାନ୍ସ କରିବ। ୱାର୍କ ଲାଇଫ କରେ ଯଦି ତମେ କୌଣସି କାମ କରୁଛ, ସେଥିର ଟେନସନ, ଘରର ଟେନସନ, ଏସବୁ ଜିନିଷକୁ ବାଲାନ୍ସ କରିବା ପାଇଁ କଣ ଦରକାର, ମେଣ୍ଟାଲି କାମ ଦରକାର। ଏସବୁ ଜିନିଷ କରିପାରିବ। ସ୍ପିରିଚୁଆଲ ଗ୍ରୋଥ ହବ, ମାନେ ସେଲ୍ଫ ରିଏଲାଇଜେସନ କରିପାରିବ। ଜଣେ ସେଲ୍ଫ ରିଏଲାଇଜେସନ ଯେତେବେଳେ ନିଜକୁ ଆସିବ, ସିଏ କଣ ସୋସାଇଟି ପ୍ରତି ଗୋଟେ ଗୁଡ ବିହେଭ କରିବ, କାରଣ ତାକୁ ସବୁବେଳେ ଲାଗିବ ଯେ ମୁଁ କିଛି କରିବା ଦ୍ୱାରା କାଳେ ଅନ୍ୟ ଜଣଙ୍କର କିଛି ଖରାପ ହେଇଯିବ। ୟୁନିଭର୍ସାଲ ଫିଲୋସଫିରେ ସେମିତି ଯାଉଛି, ମାନେ ସବୁବେଳେ ସେ ଯେମିତି ଆମର ଜାଗାଟାକୁ କୁହାଯାଏ ଯେ ବସୁଧୈବ କୁଟୁମ୍ବକମ୍, ମାନେ ବସୁଧା ବା ପୃଥିବୀରେ ସମସ୍ତେ ରହୁଥିବା ଲୋକ ହଉଛି ଆମ ନିଜର ଅଣ୍ଡରଷ୍ଟାଣ୍ଡିଂ ଦେବାର ଚାଲିବ। ତାପରେ ମାଇଣ୍ଡ ବଡି ଇଣ୍ଟିଗ୍ରେସନ, କୋଅପରେସନ, ୱେଲନେସ, ପ୍ରଡକ୍ଟିଭିଟି, ଏଜୁକେଶନାଲ ସିଷ୍ଟମ ରହିଲା ମାଇଣ୍ଡଫୁଲନେସ ଇନ ସ୍କୁଲ। ଯଦି ତମେ ସ୍କୁଲରେ ରହୁଛ, ଯଦି ଗୋଟେ ପିଲା କରୁଛି, ତାର କଣ ରହିବ ନା, ଯାହାବି ଟିଚର ମାନେ ପଢେଇବେ ସେ ଜିନିଷକୁ ସେ ଠିକ ସେ ଶୁଣିପାରିବ, କନସେନଟ୍ରେସନ କରିକି ଫୋକସ କରିକି ଶୁଣିବ। ତା ସହିତ କ୍ୟାରେକ୍ଟର ବିଲ୍ଡିଂ କରିବ, ଯେହେତୁ ଆମର ଏଠି ମୋରାଲ ପ୍ରିନ୍ସିପଲ ୟମ ଆଣ୍ଡ ନିୟମ, ଏ ଦିଟା କଣ ରହୁଛି, ନିଜକୁ ଇମ୍ପ୍ରୁଭ କରିବା, ତା ସହିତ ସୋସାଇଟିକୁ ମଧ୍ୟ ସୋସାଇଟି ହିସାବରେ ଚଳିବା ବା ସୋସିଆଲ ଡିସିପ୍ଲିନ ରହିବା। ଏଇ ଦିଟା ଜିନିଷ ଦ୍ୱାରା କଣ ହବ, ମଣିଷ ପର୍ସନାଲିଟି ଡେଭଲପ ବା କ୍ୟାରେକ୍ଟର ବିଲ୍ଡିଂ ହବ। ତାପରେ ଏଠି ଗ୍ଲୋବାଲାଇଜେସନ ଆଣ୍ଡ ଫ୍ୟୁଚର ତ ଦେଖିବ, ଗ୍ଲୋବାଲି ଏଟା ହଉଛି, ଏଇଟା ଟୁରିଜିମ ହଉଛି, ନେଚର, ଆମେ ନେଚରକୁ ଅବଭିୟସଲି ଆମେ ହାର୍ମ କରିପାରିବାନି, ଇକୋ ଫ୍ରେଣ୍ଡଲି ରହିବା, ଇନୋଭେସନ, ମେଡିକାଲ ସାଇନ୍ସ, ଏସବୁ ରହିଲା। ଏଇଟା ମଡର୍ନ କନସେପ୍ଟ। ଆଉ ତମର ଯୋଉ ସେ ରେନବୋ ଯୋଉ ବୁକଟା ଅଛି, ଏବେ ଯୋଉ ପଢୁଛ ହେଲା, ସେଇଟାକୁ ଟିକେ ପଠେଇଦବ।
ଶୁଭୁନି କିଛି। ମୋର ଶୁଭୁନି ନା କଣ? ମୋର ତ ହାଇ ସ୍ପିଡ୍ ଡାଟା ରହୁଛି। ସେଇଆ ହେଇଥିବ ତ ମୁଁ ନେଟୱାର୍କ ଟିକେ ପାଉନି। ମୋର ତ ସ୍ପିଡ ପୁରା ପୁରା ଅଛି। ହଉ ଶୁଣ, ଏ ଯୋଉ ଆମେ ଯୋଉ ଏଇଟା ମୁଁ ପଠେଇଲି ଗ୍ରୁପ ରେ ସେୟାର କଲି, ଆଉ ସେ ରେନବୋ ଯୋଉଟା ଅଛି ସେଟାକୁ ସେୟାର କର। ଆଉ ଯାହା ମୁଁ ପଢେଇଛି ବୁକ୍ ରୁ ଦେଖିକି ନୋଟ କର। ନୋଟ କରି ଗୋଟେ ହଉଛି ପ୍ରିପାରେସନ କରିଦିଅ। ଇଏଗା ଚାପ୍ଟର କମ୍ପ୍ଲିଟ। କଣ କଣ କରିବ ନା ମିନିଂ ଟାକୁ ଦେଇଦବ ଟିକେ। ମୁଁ ଦରକାର ପଡିଲେ ମୁଁ ଦେଇଦେବି ପିଡିଏଫ ଦେଇଦେବି ମିନିଂ ର, ହେଲା କି? ମିନିଂ କଣ ଇମ୍ପୋର୍ଟାନ୍ସ ହଉଛି ଏଗୁଡା ସବୁ ଇମ୍ପୋର୍ଟାନ୍ସ ଏବେ ଯୋଉଟା କଲେ, ହେଲା। ଯୋଉ ମୁଁ ଏକାଥରେ ମିନିଂ କଣ ମିନିଂ ତ ହଉଛି ତମେ ପଢେଇଛି ବୁକ୍ ର ଅଛି ଆଉ ନା କି? ତାପରେ ତ ଏଟା ହଉଛି ତାର ଇମ୍ପୋର୍ଟାନ୍ସ ଗୁଡାକ ମଡର୍ନ କନସେପ୍ଟ ଦେଖିଲେ। ଆଉ ଅଷ୍ଟାଙ୍ଗ 8ଟା ରହିଲା। କଣ କଣ ରହିଲା ହଉଛି ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣ ସମାଧି। ସିକ୍ୱେନ୍ସ ମେଣ୍ଟେନ କରିବ। ଏଇଟାର ସିକ୍ୱେନ୍ସ କୋଉଟା ପରେ କଣ ଅଛି ପଚାରିବ। ଏମ ପରେ କଣ ଅଛି, ଥାର୍ଡ ଷ୍ଟେପ ଟା କଣ, ସେଭେନ ଷ୍ଟେପ ଟା କଣ, ସିକ୍ସ ଷ୍ଟେପ ଟା କଣ, 100% ଗୋଟେ କ୍ୱେଶ୍ଚନ ଆସିବ ଘୋଷିଦବ ପୁରା କୋଉଟା କାପରେ ଅଛି, ହେଲା। ତାପରେ ମୁଁ ବି ପଚାରି ଦେଇପାରେ ହଉଛି ଏଠି କଣ ରୁହେ, ଏ ଷ୍ଟେପ ରେ କଣ ରୁହେ, ୟମରେ କଣ ରୁହେ, ସୋସିଆଲ ଡିସିପ୍ଲିନ ଆସନରେ କଣ ହୁଏ, ଏଥିରେ କଣ ହୁଏ, ଏସବୁ ତ ଆମେ ବୁଝେଇଛୁ ନା ତମକୁ। ସୂର୍ଯ୍ୟ ନମସ୍କାର କହିଦେଲି। ସନ୍ ସାଲ୍ୟୁସନ ସୂର୍ଯ୍ୟ ନମସ୍କାର ଇଂଲିଶ ହେଲା କଣ ସନ୍ ସାଲ୍ୟୁସନ, ହେଲା କି? ଆଉ ଗୋଟେ ହଉଛି କଣ ମୁନ ସାଲ୍ୟୁସନ, ହେଲା। ମୁନ ସାଲ୍ୟୁସନ ଟା ନିହାତି। ଆଉ ରହିଲା ସେଟିଂ ପୋର୍ସନ, 10ଟା ଖଣ୍ଡେ ସେଟିଂ ପୋର୍ସନ ନାଁ ଲେଖିଦବ। କିଛିଟା ଯୋଉ ଆମର ଚାଣ୍ଡିଂ ପୋର୍ସନ ତା ନାଁ ଲେଖିଦବ। ତା ସହିତ ଏବେ ଯୋଉଟା ତମେ ହଉଛି ପଢିଲ ଆମର ବୁକ୍ ରୁ ପଢିଲ ସେଟାକୁ ଖାଇଦବ ଟିକେ। ନାଇଁ ୟୋଗାର ଆସନର ଶିଖିବ। ହଁ ମନେ ଥାଉ ନା ପଚାରିଦବ ଯେ 4ଟା ଦେଇଦବ ଆଉ ପଚାରିଦବ ହୁ ଇଜ ସିଟିଂ ପର୍ସନ, ହୁ ଇଜ ୱାନ ଇଜ ସିଟିଂ ପର୍ସନ, 4ଟା ଦେଇଦେଇଥିବ। ଚାଣ୍ଡିଂ ପୋର୍ସନ 3ଟା ଥିବ, ତା ଦେହରେ ଗୋଟେ ସିଟିଂ ପୋର୍ସନ ଥିବ, ହୁ ଇଜ ୱାନ ଇଜ ସିଟିଂ ପର୍ସନ। ତମେ ଜାଣିଛ ଥାଉ ନା ନା ଗୁଡାକ, ହେଲା। ଏଇଟା କରିଦେଲେ ଏଇଟା ଚାପ୍ଟର ଅଲମୋଷ୍ଟ ଆଉ ରହିଲା ଆଇଜିୱାଇ କେବେ ହେଇଥିଲା, ହେଲା। ଆଉ ଆଇଡିଆଲି ପ୍ରିଫର କର କୋଉଟା ପଚାରିଦବ ନା କେବେ କେବେ ଅର୍ଗାନାଇଜ କରାଯାଇଥିଲା ଫାର୍ଷ୍ଟ ଟାଇମ, ଏ ୟୁଏନ ରୁ ପାସ୍ ହେଇଥିଲା ରିଜଲ୍ୟୁସନ ୟୁନାଇଟେଡ ନେସନ ରୁ। ଏଇଠି ଅଛି, ଏଇଠି ପଠେଇଦେବି। ଯେ ଦେଖ ଗ୍ଲୋବାଲାଇଜେସନ ଆଣ୍ଡ କଲଚରାଲ ଏକ୍ସଚେଞ୍ଜ ଦେଖା ଅଛି ନା। Universal Economic Yoga is become global phenomenon with June 21st being recognized worldwide. This has promoted cultural exchange and global awareness of Eastern spiritual and peace. ତ ଏବେ ପୁରା କମ୍ପ୍ଲିଟ ହେଇଗଲା। ଯଦି କାହାର କିଛି ଡାଉଟ ହଉଛି ପଚାର। ନରେନ୍ଦ୍ର ମୋଦି ହିଁ ଏଇଟା କରିଛନ୍ତି, ୟୁଏନ ଆସେମ୍ବଲି ଯାଇ କହିଥିଲେ ରେଜଲ୍ୟୁସନ ପାସ୍ ହେଲେ 2015 ରେ ହେଲା। ସେ ସବୁ ହେଲା କିଏ ପାସ୍ ହେଲା? କଣ ହେଲା? ସେ ସ୍ପିଚ ଦିଅନ୍ତି ନା ୟୁଏନ 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 ୟୁନାଇଟେଡ ନେସନ ଟା କଣ?
ୟୁନିୟନ ହଉଛି କାମ କଣ କହୁଥିଲ ସତେ ଶୁଭୁନି କିଛି ଆଜିର କ୍ଲାସରେ କଣ ହେଲା ମୁଁ ଅଧାରୁ ବି କିଛି ଜାଣିପାରିଲିନି ନେଟୱାର୍କ କିଛି ଜାଣିପାରିଲନି ପଢେଇଲେ କିଛି ବୁଝିପାରିଲିନି। ହଉ ମୁଁ ପିଡିଏଫ ଦେଇ ଦେଇଛି ସେଟାକୁ ଟିକେ ପଠେଇଦବ ନୋଟ୍ସ ପଠେଇଦବ ଟିକେ ପଠେଇଦବ ଟି ଆଉ ଟିକେ ତାକୁ ବୁଝେଇଦେଲୁ ଏ ଜିନିଷଟା ଅଷ୍ଟମୀ ଆଗ ଆଉ ଯାହା ଯାହା କହିଲି ତମେ ଟିକେ ନିଜେ ଡିସ୍କସ କରିଦବ ନା ଏବେ ଟିକେ ଆଉ ସମସ୍ତେ ବୁଝିପାରିଲ ନା ଆଉ ସେ ଥାଉ ତାହେଲେ ଆଉ ତାକୁ ପୁଣି କରିବା ଯଦି ଆଜି ନିଜ ନିଜ ଭିତରେ ଡିସ୍କସ କର ଯଦି ଆଉ କିଛି ଡାଉଟ କଣ ଆଗରେ ଆସିବ ଯଦି କିଛି ଆସିଲା ଆଜିର ଯୋଉ ବହି ପଢେଇଲେ ସେଟା ବହିର ସେଟା ଏବେ ପଠେଇଲି ତମକୁ ଏବେ ଯୋଉଟା ଏଥିରେ ଦେଖୁଛି ପ୍ରେଜେଣ୍ଟେସନ ଯୋଉଟା କରିଛନ୍ତି ଏଇଟା ଏବେ ଯୋଉଟା କରିଛି ଆଜ୍ଞା ନା ନା ଏଟା ହଉଛି ମୁଁ ଦେଲା ଲେଖିକି ବୁଝ ହଁ ଟିକେ ତାଙ୍କୁ ବୁଝେଇ ଆଉ ଟିକେ କଥା ହେଇଯାଉ ନା କ୍ଲାସ ସରିଲା ପରେ କଥା ହେଇଯାଅ ତାର କଣ ଡାଉଟ ହେଲା ତାର ମତେ କାଲି ନହେଲେ ପଚାରିଦବ